ଜାଣିଛନ୍ତି ଆଜ୍ଞା ଏଇ ସାଇ ମନ୍ଦିର ଯିବା ରାସ୍ତାରେ ଓଡିଆଣୀ ଢାବା ପାଖରେ ଗୋଟେ ଅଜ୍ଞାନ ଶିଶୁକୁ କିଏ ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଥିଲା। ଆଉ ଆଉ ଯିଏ ଫିଙ୍ଗି ଦେଇ ଯାଇଥିଲା ତା ମା କଣ ଏମିତି ଦିନେ ନା ଦିନେ ଗୋଟେ ଛୁଆ ହେଇନଥିଲା? କାହିଁକି କଣ ପାଇଁ ଏ ଅଜ୍ଞାନ ଶିଶୁଟାକୁ କଣ ପାଇଁ ଏ ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଥିଲା? ଏ କାଳିଆ ଠାକୁର ଏମିତି କାହିଁକି ଦୁର୍ବୁଦ୍ଧି ସବୁ ମା ମାନଙ୍କ ମନରେ ଦଉଛୁ ବୁଝିପାରୁନି କାଳିଆ ଠାକୁର। ଏ ସନ୍ତାନଟି କୁଆ କୁଆ ରାବରେ ସହି ନ ପାରି ତାକୁ କୋଳକୁ ଧରି ଆସିଲା ପରେ 108କୁ ଫୋନ କରିବାରୁ ମେଡିକାଲକୁ ନବା ପରେ ଡକ୍ଟର କହୁଛନ୍ତି ଏ ଛୁଆଟି ହଉଛି ଜୀବିତ ହିସାବରେ ଅଛି। ଏ ଛୁଆର ବାପା କିଏ? ପରିଶେଷରେ ମୁଁ ତାର ବାପା ବି। ଏ ଦୁଃଖର କାହାଣୀ କାହାକୁ କହିବି? କାହାକୁ କହିଲେ କେ ଦୁଃଖର କାହାଣୀ ମୋର ନବ? ଏ ଅଜ୍ଞାନ ଶିଶୁଟି କୁଆ କୁଆ ରାବ ସହି ନ ପାରି ହେ ଭଗବାନ ତମେ କୋଉଠି ଅଛ ଭଗବାନ? ଏ ଛୁଆଟାକୁ ବଞ୍ଚେଇ ଦିଅ, ନଚେତ ଏ ଛୁଆଟାକୁ ଯୋଉ ମା ଛାଡି ଦେଇ ଆସିଛି ତା କୋଳକୁ ପ୍ରଭୁ ନେଇଯାଅ। ହ୍ୟାଲୋ ଏ ସଙ୍ଗୀତା, ମୁଁ ମୋ ଗାଁରେ ବହୁତ ଭଲରେ ଥିଲି, ସୁଖ ଶାନ୍ତିରେ ଥିଲି। ମତେ କାହିଁକି ଲୋଭମାୟାରେ ସଂସାରକୁ ଠେଲି ଦେଇ ତୁ କାହିଁକି ମତେ ନେଇ ଆସିଲୁ? ଏ ସଙ୍ଗୀତା, ମୋ ମା ଯୋଉ ମା 10 ମାସ 10 ଦିନ ଗର୍ଭ ଧରି ମୋ ଜନ୍ମ ପାଇଁ ଅପେକ୍ଷା କରିଥିଲା ଖୁସି ହବା ପାଇଁ, ତା ଜୀବନରେ ତ ଟିକେ ସୁଖ ଦେଇ ପାରିଲିନି। ତୁ ମତେ କାହିଁକି ରାଜଧାନୀକୁ ନେଇ ଆସିଲୁ? ଦରକାର ନାହିଁ ମୋର ସେ ଭଲ ପାଇବା, ଦରକାର ନାହିଁ ସେ ରାଜଧାନୀ ରହିବା, ଦରକାର ନାହିଁ ସେ ଭଡା ଘର କୋଠା ଘରେ ରହିବା। ମୁଁ ଚାଲିଯିବି ମୋ ଗାଁକୁ। ମତେ ଟଙ୍କା 50ଟା ଦେଲୋ ସଙ୍ଗୀତା, ମୁଁ ଚାଲିଯିବି ମୋ ଗାଁକୁ। ଯଦି ତୁ ନଦବୁ ନା ମୁଁ ସୁଇସାଇଡ କରି ଆତ୍ମହତ୍ୟା କରିଦେବି ଲୋ ସଙ୍ଗୀତା। ଆତ୍ମହତ୍ୟା କରିଦେବି।